ସମ୍ବଲପୁର ସହର ଉପକଣ୍ଠ ଲକ୍ଷ୍ମୀଡୁଙ୍ଗରି ପାହାଡ଼ ଉପରେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହୀରାକୁଦ ଗୁଜାତଲର ଅଭୟ କୁମାର ଦାସଙ୍କୁ ଗତକାଲି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆଶୁତୋଷ ମିଶ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଆଶୁତୋଷ ବିନିକା ଅଞ୍ଚଳର ହୋଇଥିବା ବେଳେ ସେ ବର୍ତ୍ତମାନ ବିକାଶ ହସ୍ପିଟାଲରେ ଇଣ୍ଟର୍ନସିପ୍ କରୁଥିଲେ। ଏକ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜେରା କାଳରେ ଜାଣିପାରିଛି। ପୋଲିସ ତଦନ୍ତରୁ ଜାଣିପାରିଛି ଏକ ନାବାଳିକା ଝିଅ ସହ ଅଭୟ ଦାସ ଓ ଆଶୁତୋଷ ମିଶ୍ରଙ୍କର ତ୍ରିକୋଣୀୟ ପ୍ରେମ ସମ୍ପର୍କ ରହିଥିଲା। ଏହି ଘଟଣାକୁ ନେଇ ଆଶୁତୋଷ ଏବଂ ସମ୍ପୃକ୍ତ ନାବାଳିକା ଏକ ଚକ୍ରାନ୍ତ କରିଥିଲେ। ସେମାନେ ଗତ 8 ତାରିଖରେ ଅଭୟ ଦାସକୁ ଲକ୍ଷ୍ମୀଡୁଙ୍ଗରି ପାହାଡ଼ ଉପରକୁ ଡାକି ମୃଦୁ ପାନୀୟରେ କିଛି ମିଶାଇ ଦେଇଥିଲେ, ଯାହାଫଳରେ ସେ ବେହୋଶ ହୋଇଯାଇଥିଲେ। ବେହୋଶ ହେବା ପରେ ଆଶୁତୋଷ ଏବଂ ଆଉ ଜଣକୁ ସେମାନେ ଆଣିଥିଲେ ଏହି ହତ୍ୟାକାଣ୍ଡରେ ନିୟୋଜିତ କରିଥିଲେ। ତାର ନାମ ହେଲା ସୋନି ବିଭାର। ଉଭୟ ମିଶି 2ଟି ଛୁରୀ ସାହାଯ୍ୟରେ ଅଭୟ ଦାସକୁ ବାରମ୍ବାର ଆକ୍ରମଣ କରିଥିଲେ, ଯାହାଫଳରେ ଅଭୟ ଦାସର ଶରୀରରେ 20ଟି ଷ୍ଟେବିଂ ହୋଇଥିବାର ପୋଲିସ ଜାଣିପାରିଛି। ପୋଲିସ 24 ଘଣ୍ଟା ମଧ୍ୟରେ ଏହି ଘଟଣାର ତଦନ୍ତ କରି ଆଶୁତୋଷକୁ ଗିରଫ କରିଛି ଏବଂ ସୋନି ବିଭାର ବର୍ତ୍ତମାନ ଫେରାର ଅଛି। ସମ୍ପୃକ୍ତ ନାବାଳିକା ମଧ୍ୟ ଜେରା ଚାଲିଛି। ସେ ଜଣେ କଲେଜ ଛାତ୍ରୀ ଏବଂ ତାଙ୍କ ବୟସ 17 ବର୍ଷ। ଗତକାଲି କ୍ଷେତ୍ରାସପୁର ଥାନାରେ ରଘୁନାଥ ଦାସ ସେ ତାଙ୍କର ଘର ହେଲା ITI ଗୁଜତାଲ ହୀରାକୁଦ ସେ FIR ଦେଇଥିଲେ, ଯେଉଁଥିରେ କି ଆମର କ୍ଷେତ୍ରାସପୁର ଥାନାରେ ଗୋଟେ କେସ୍ କରାହେଇଥିଲା 322/25 ଦଫା ହେଲା 103 କ୍ଲୋଜ୍ 1 BNSରେ। ଏବଂ ସେଥିରେ ସେ ଦର୍ଶାଇଥିଲେ ଯେ ତାଙ୍କର ପୁଅ 8 ତାରିଖ ଦିନ ସେ ମିସିଂ ଥିଲେ ତାଙ୍କ ଘରୁ ଏବଂ ସେ ଖୋଜାଖୋଜି କରିଥିଲେ ଏବଂ ତାଙ୍କୁ ପାଇନଥିଲେ। ଏବଂ ସେ ଯେତେବେଳେ ଆସିଲା ବେଳେ ସେ ଲକ୍ଷ୍ମୀଡୁଙ୍ଗରି ରାସ୍ତା କଡ଼ରେ ତାଙ୍କର ସ୍କୁଟିଟା ଦେଖିଲେ, ତାଙ୍କ ପୁଅ ଏଠି ସ୍କୁଟିଟା ରଖାହେଇଛି, ଭାବିଲେ ଯେ କେଉଁଠି ପେଟ୍ରୋଲ ପକାଇବା ପାଇଁ ଯାଇଥିବେ ବୋଧେ। ତେଣୁକରି ସେ ତାଙ୍କୁ ଖୋଜିଲା ପରେ ତାଙ୍କୁ ପାଇଲେ ନାହିଁ। ଏବଂ ଆଉ କିଛି ବାଟ ଗଲା ପରେ 100 ମିଟର ଖଣ୍ଡ ଗଲା ପରେ ଦେଖିଲେ ତାଙ୍କ ଚପଲ ପଡ଼ିଛି ବୋଲି। ଏମିତି ସେ ଲକ୍ଷ୍ମୀଡୁଙ୍ଗରି ପାହାଡ଼ ଉପରକୁ ଗଲେ ଏବଂ ଡେଡ୍ ବଡି ଡିଟେକ୍ଟ କଲେ। ସେ ତାଙ୍କର ପୁଅଙ୍କର ଶରୀରରେ ତାଙ୍କର କ୍ଷତ ଥିଲା, ଛାତିରେ ଥିଲା ଏବଂ ତାଙ୍କର ହାତରେ, ବେକରେ ଏବଂ ମୁଣ୍ଡରେ କ୍ଷତ ଚିହ୍ନ ଥିଲା ଏବଂ ଷ୍ଟାବିଂ ଇଞ୍ଜୁରି ଥିଲା। ଏବଂ ସେ ଜିନିଷ ଦେଖିଲା ପରେ ସେ ଆସିକି FIR ଦେଲେ କ୍ଷେତ୍ରାସପୁର ଥାନା, ଯାହାଫଳରେ କେସ୍ ରେଜିଷ୍ଟ୍ରେସନ କରାଯାଇଥିଲା। ଏ କେସ୍ ହେଲା ପରେ ଯେହେତୁ ଅନନୋନ୍ କେସ୍ ଥିଲା, ଏଥିରେ ଆମର SP ସାର୍ଙ୍କ ନିର୍ଦ୍ଦେଶ ମତେ ଆମର ଟିମ୍ ଫର୍ମେସନ୍ ହେଇଥିଲେ। ସେ ଟିମ୍ରେ ଆମର STPO ସଦର ଥିଲେ, ତାପରେ STPO ବୁର୍ଲା, IIC ବୁର୍ଲା, STPO ଆମର IIC କ୍ଷେତ୍ରାସପୁର, ତାପରେ ଟିମ୍ ଆମର ଫର୍ମେସନ୍ ହେଲା ପରେ ସେ ବିଭିନ୍ନ ଆଙ୍ଗେଲରେ ତାଙ୍କର ଇନଭେଷ୍ଟିଗେସନ୍ କଣ୍ଟିନ୍ୟୁଟି ରଖିଲେ। ଏବଂ ଏହି କେସ୍ରେ ତାଙ୍କର ମୋବାଇଲ ଯାଞ୍ଚ ଏବଂ ବିଭିନ୍ନ ପ୍ରକାର ସର୍କମଷ୍ଟାନ୍ସ ଏଭିଡେନ୍ସ ଦେଖି ସେଥିରେ ଯେ ଆଶୁତୋଷ ମିଶ୍ର ଆଲିଆସ୍ ଅମନ, ସେ ଶଙ୍କର ତାଙ୍କର ବିନକା ତାଙ୍କ ଘର ସୋନପୁର, ସେଥିରେ ସିଏ ତାଙ୍କୁ ଗିରଫ କରାଯାଇଛି। ଏବଂ ସିଏ ବିକାଶ ହସ୍ପିଟାଲରେ ଇଣ୍ଟର୍ନସିପ୍ କରୁଥିଲେ ନର୍ସିଂରେ ଏବଂ ତାଙ୍କର କି ମେଡ଼ିକାଲ ଉପରେ କିଛି ଆଇଡ଼ିଆ ବି ଥିଲା। ଏବଂ ସେ ଇସ୍ୟୁ ହେଲା ଯେ ଏଇଟା ପ୍ରେମ ବେପାରକୁ ନେଇ ମର୍ଡ଼ରଟା କରାହେଇଛି ବୋଲି ସେମାନେ ଜାଣିବାକୁ ପାରିଲେ ଏବଂ ଇନଭେଷ୍ଟିଗେସନରେ ମଧ୍ୟ କନକ୍ଲୁଡ଼ ହେଲା। ସେ ଝିଅ ଯିଏ ଗୋଟେ ଝିଅ ଆମର ଯିଏ ଅଭିଯୁକ୍ତ ଅଛନ୍ତି, ସେ ଜଣେ ମାଇନର ଗାର୍ଲ ଅଛନ୍ତି, ସେ ନାବାଳିକା। ଏବଂ ତାଙ୍କ ସହିତ ପ୍ରଥମେ ଯିଏ ଅଭୟ କୁମାର ଦାସ ଯିଏ ଏଥିରେ ମୁତଫା ଅଛନ୍ତି, ଯିଏ ମରିଯାଇଛନ୍ତି ଡିସିଜ୍ଡ, ତାଙ୍କ ସହିତ ତାଙ୍କର ଆଗରୁ ଲଭ୍ ଆଫେକ୍ସନ୍ ଥିଲା। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଝିଅ ଆଶୁତୋଷଙ୍କର ସହିତ ସଂସ୍ପର୍ଶରେ ଆସିଲେ ଏବଂ ସେ ଯେଉଁ ଡିସିଜ୍ଡଙ୍କୁ ଭୁଲି ଯିବା ପାଇଁ ଚେଷ୍ଟା କଲେ ଏବଂ ତାଙ୍କୁ ସେ କହିଲେ ତୁମ ସହିତ ସମ୍ପର୍କ କିଛି ନାହିଁ ବୋଲି। କିନ୍ତୁ ଅଭୟ କୁମାର ଦାସ ଯିଏ ଅଛନ୍ତି ସେ ତାଙ୍କ ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ। ଏବଂ ଏଇ ଯେଉଁ ନୂଆ ଆଶୁତୋଷ ମିଶ୍ର ଏ ଝିଅ ସେମାନେ ଚିନ୍ତା କଲେ ଯେ ନାଇଁ ଆମେ ତାକୁ ରାସ୍ତାରୁ ହଟେଇ ଦେବା, ତେଣୁକରି ସେମାନେ ଗୋଟେ ପ୍ଲାନ୍ କଲେ ଏବଂ ସେ ପ୍ଲାନ୍କୁ ଏକ୍ଜିକ୍ୟୁଟ୍ କରିବାକୁ ଯାଇକରି ସେମାନେ ତାଙ୍କର ଆଉ ଜଣେ ଆସୋସିଏଟ୍ ଅଛି ସୋନି ବିଭର ଆଲିଆସ୍ ରୋହିତ ଷ୍ଟେସନ ପଡ଼ାର, ତା ସହିତ ସେମାନେ କଣ୍ଟାକ୍ଟ କଲେ ଏବଂ ସେମାନେ ଆସିକରି 8 ତାରିଖ ଦିନ
ତାଙ୍କୁ ଡକେଇଲେ ଲକ୍ଷ୍ମୀ ଡୁଙ୍ଗରି ପାହାଡ଼ ଉପରକୁ ସେ ପିଲାକୁ ଅଭୟକୁ ଡକେଇଲା ପରେ ସେ ଯେଉଁ ପିଲା ଅଛନ୍ତି ଆଶୁତୋଷ ମିଶ୍ର ସେ ଷ୍ଟିଙ୍ଗ ବୋତଲ ଆଣିଥିଲେ ଯେଉଁଥିରେ ସେ କିଛି ନିଶ୍ଚେତକ ମେଡ଼ିସିନ ତା ଭିତରେ ଷ୍ଟୁପିଫାଇଂ ଡ୍ରଗ୍ସ ଆଡ଼ମିନିଷ୍ଟର କରିଥିଲେ ସେ ଯେଉଁ ଷ୍ଟିଙ୍ଗ କୋଲ୍ଡ ଡ୍ରିଙ୍କସରେ ଏବଂ ସେ ସାଙ୍ଗରେ ମଧ୍ୟ ଗୋଟେ ଫୋଲ୍ଡିଂ ଛୁରୀ ଆଣିଥିଲେ ତା ସହିତ ସର୍ଜିକାଲ ଛୁରୀ ମଧ୍ୟ ଆଣିଥିଲେ ଏବଂ ତାଙ୍କୁ ଏମାନେ ପିଇବାକୁ ଦେଲା ପରେ ସେ ଅଚେତ ହୋଇଗଲେ। ଅଚେତ ହେଲା ପରେ ସେମାନେ ଏଇସବୁ ଜିନିଷ ମାରଣାସ୍ତ୍ର ଯେଉଁ ରହିଥିଲେ ଛୁରୀ ଏବଂ ସର୍ଜିକାଲ ଛୁରୀ ଅଛି ତାଙ୍କୁ ବାରମ୍ବାର ତାଙ୍କ ଛାତି ତାଙ୍କର ବେକ ହାତ ଏବଂ ମୁଣ୍ଡକୁ ଷ୍ଟାବିଂ କରିଥିଲେ ପାଖାପାଖି 20ରୁ ଅଧିକ ତାଙ୍କର ଷ୍ଟାବିଂ ଇଞ୍ଜୁରି ଅଛି। ଏ କେସ୍ରେ ତଦନ୍ତ କରି ଆଶୁତୋଷ ମିଶ୍ରଙ୍କୁ ଏଥିରେ ଗିରଫ କରାଯାଇଛି ଏବଂ ସେ ବ୍ୟବହାର କରିଥିବା ଛୁରୀ ସର୍ଜିକାଲ ଛୁରୀ ତା ସହିତ ଷ୍ଟିଙ୍ଗ ବୋତଲ ଗ୍ଲୋଭ୍ସ ଏସବୁ ସିଜର କରାଯାଇଛି ଏବଂ ସେ ନାବାଳିକା ମଧ୍ୟ ଆମେ ତାଙ୍କୁ ପଚରାଉଚରା କରାଯାଇଛି ଏବଂ ସେଥିରେ ମଧ୍ୟ ଯେହେତୁ ନାବାଳିକା ଅଛନ୍ତି ତାଙ୍କର ନାଁ ଏବଂ ତାଙ୍କର କିଛି ପରିଚୟ ଦେବା ଠିକ୍ ନାହିଁ ଏବଂ ଏହି କେସ୍ରେ ଅନ୍ୟ ଯେଉଁ ଅଭିଯୁକ୍ତ ଅଛନ୍ତି ସନି ବିଭାର ତାଙ୍କୁ ବର୍ତ୍ତମାନ ଆମର ଗିରଫ କରିବା ପାଇଁ ଆମର ଟିମ୍ ଅଛନ୍ତି। राष्ट्र सर्वोपरि राष्ट्र प्रथम सदा सर्वदा।